ହସ ଏମିତି ହସୁଛ? ଆରେ ବାବା ମୁଁ ତ କେତେବେଳେ କହିଲି ମେଘ ବର୍ଷା ଆସିଲେ ଚାଲ ଆମ ଘରକୁ ଯିବା। ଆମେ ଏଇ ପାର୍କରେ ବସିବା ହେଲେ ଆମେ ଘରକୁ ଆମେ କେମିତି ଯିବା? ତମେ ଏଠି ତମେ ଦୁଇ ଜଣ ଯଦି ବଞ୍ଚିବାକୁ ଚାହୁଁଛ ପଳେଇ ଯାଅ ପଳେଇ ଯାଅ ପଳେଇ ଯାଅ। ଶୁଣି ଆସିଲେଣି ନିଶାଚରମାନଙ୍କ ଶବ୍ଦ ଶୁଣିଲେଣି। ଅନ୍ଧାର ଯେତିକି ଘନେଇ ଘନେଇ ଆସେ ଶୈତାନ ମାନଙ୍କର ସେତିକି ଉତ୍ପାଦ ଜୀବନକୁ ବଞ୍ଚିବା ଲାଗି ଯଦି ଚାହୁଁଛ ତାହେଲେ ପଳେଇ ଯାଅ ପଳେଇ ଯାଅ ପଳେଇ ଯାଅ ପଳେଇ ଯାଅ ପଳେଇ ଯାଅ ପଳେଇ ଯାଅ। ସମ୍ପର୍କ ମତେ କାହିଁ ଭାରି ଡର ଲାଗୁଛି। ଆରେ ଗୀତା ତମେ ଡରୁଛ କାହିଁକି? ମୁଁ ବା ତମ ପାଖରେ ଅଛି। ଆଉ ତା ଛଡା ଏଇ ଫଗୁଣରେ ବାଜା ବାଜିବା ପାଇଁ ଆମକୁ ପରା ଗ୍ରୀନ୍ ଚିକେନ୍ ମିଳି ସାରିଛି। ଯାହା ହବ ବାହାଘର ପରେ। ଆରେ ଆସ ଆସ। ଆରେ ମତେ ଲାଗୁଛି ତମ ଉଦ୍ଦେଶ୍ୟ ପୁରା ପୁରି ଖରାପ ଅଛି। ନା 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 ମୋର ସେମିତି ଉଦ୍ଦେଶ୍ୟ ନାହିଁ। ନୋ ନୋ ଚାନ୍ସ। ଆରେ ବାବା ବର୍ଷା ଆସିଲେ ଟିକେ ଅଟୋ ଦେଖି ଆଣିବ। ଏବେ ଡାକିବି ହଁ ଫାଇନାଲ ଡାକିବି ତ? ହଁ ବାବା ଏବେ ଦେଖ ଫାଇନାଲ 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 ଫାଇନାଲ। ସତରେ ସମ୍ପର୍କ ଲକ୍ଷ୍ମୀ ମାଙ୍କୁ ସାକ୍ଷୀ ରଖି ମୋ ମଧ୍ୟରେ ସିନ୍ଦୁର ଦେଇ ସାରିଲା ପରେ ମୋ ମାନସିକତା ପୁରାପୁରି ବଦଳି ଯାଇଛି। ଏ ସମ୍ପର୍କ ମୋ ହୃଦୟରେ କେବଳ ତମେ ହିଁ ଅଛ। ଆଉ ମୋ ହୃଦୟ ଭିତରେ ତମ ଛଡା ଅନ୍ୟ ପୁରୁଷ ଚାନ୍ସ ନାହିଁ। ହେ ମା ଲକ୍ଷ୍ମୀ ଆମ ଭଲ ପାଇବାକୁ ତୁ ଏମିତି ଘଟ କରି ରଖିଥା ମା। ତୁ ଏମିତି ଘଟ କରି ରଖିଥା। ନମସ୍କାର ମ୍ୟାଡାମ। ନମସ୍କାର। କିଏ ଆପଣ? କିଏ? ତମେ ଏଠି? କଲେଜ ଲାଇଫରୁ ଆଜି ପର୍ଯ୍ୟନ୍ତ ତମ ପଛରେ ଗୋଡେଇ ଗୋଡେଇ ଆସିଛି ହେଲେ ତମର ପାଟିରୁ ସେ ଗୋଟିଏ ଶବ୍ଦ କଣ ତମେ କଣ କହିବାକୁ ଚାହୁଁଛ ତମେ? ସେ ସମ୍ପର୍କ ତମର ଏତେ ନିଜର ହେଇଗଲା ଏ ରାଜ ତମର କେହି ନୁହଁ। ଶୁଣ ମୋ ପର୍ସନାଲ ମ୍ୟାଟର ମୁଣ୍ଡରେ ପରେ ତମ ଘଟ ତମେ ଯାଇପାର। ଏତେ ଶୀଘ୍ର ଏଠୁ ଚାଲିଗଲେ ମୋ ହୃଦୟର କଥା କହିବି କାହାକୁ? କଣ କହିବାକୁ ଚାହୁଁଛ ତମେ? ସେଇ ଗୋଟିଏ କଥା ସେଇ ଗୋଟିଏ ପାଠ ପାଠଶାଳାର ବ୍ଲାକବୋର୍ଡରେ ମୁଁ ଯାହା ସବୁବେଳେ ଲେଖେ ଗୀତା ଆଏ
love you. ତମର ସେ ବାଜ୍ୟ କଥା ବନ୍ଦ କର। ତମ ବାପା ଭାଗବତ ମାଷ୍ଟ୍ରେ ମତେ କ୍ଲାସରେ ବହୁତ ମାଡ଼ ମାରିଛନ୍ତି, ତଥାପି ମୋ ସ୍ୱଭାବକୁ ମୁଁ ଟିକେ ବି ବଦଳାଇ ପାରିଲିନି। କେବଳ ସେଇଥିପାଇଁ ମୋ ଖୁସି ପାଇଁ ତମ ଘରକୁ ମୋ ଭାଇ ବିବାହ ପ୍ରସ୍ତାବ ନେଇ ଯାଇଥିଲେ, ହେଲେ ତମ ବାପା ଭାଗବତ ମାଷ୍ଟ୍ରେ ସେଇ ପ୍ରସ୍ତାବକୁ ଅତି ନିଷ୍ଠୁରତା ଭାବେ ପ୍ରତ୍ୟାଖ୍ୟାନ କଲେ, ଆମ ଭାଇକୁ ବ୍ୟତୀତ କଲେ। ତଥାପି ମୋ ମନରେ ଦୁଃଖ ନାହିଁ, ଟିକେ ବି ଅନୁତାପ ନାହିଁ, କାରଣ ମୁଁ ତୁମକୁ ହୃଦୟର ସହିତ ଭଲ ପାଏ। ତମ ଭଲ ପାଇବା ନ ପାଇବାରେ ମୋର କିଛି ବି ସମ୍ପର୍କ ନାହିଁ। ତମେ ଏଥର ଆସି ପାର। ଏ ରାଜ ରାଜେନ୍ଦ୍ର ମହାପାତ୍ର ଥରେ ଯାହାକୁ ଭଲ ପାଇବା ଆରମ୍ଭ କରିଛି, ତାକୁ ସେ ନିଶ୍ଚୟ ହାସଲ କରେ। लो माँ की खुशी। ମୋ ହାତ ଛାଡ଼, ଜମା ଛାଡ଼ିବିନି। ମୋ ହାତ ଛାଡ଼ କହୁଛି। ହୁଁ। ମୋ ହାତ ଶୁଣ, ଆଉ ଥରେ ଅଭଦ୍ରାମି କରିବାକୁ ଚେଷ୍ଟା କରେ, ଏବେ ଖାଲି ହାତରେ ମାରିଛି, ତାପରେ ମୁଁ ତମକୁ ଜୋତାରେ ପିଟିବି। ପକି ଗଲୁ କାହିଁକି? ଆଲୋ ପିଟ୍ 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 ପିଟ୍। ତୁ ଯେତେ ଜୋରରେ ମତେ ବାଡ଼େଇବୁ ସେତେ ଜୋରରେ ମୋ ଦେହର ତାତି ବଢ଼ି ବଢ଼ି ଯିବ, ଆଉ ମୋ ଦେହର ତାତିକୁ ମୁଁ କଣ୍ଟ୍ରୋଲ ନ କରିପାରିଲି ତୋ ଉପରେ ମାଡ଼ି ମାରି ଏ ରାଜ ବଗିଚାରେ ଫୁଟୁଥିବା ଫୁଲକୁ ପ୍ରଥମେ ଚୁମ୍ବନ କରେ, ତାପରେ ଯାଇ ତାହା ଦେବତା ପୂଜାରେ ଲାଗେ। କଣ କହିବାକୁ ଚାହୁଁଛ ତମେ? ସେ ସମ୍ପର୍କ ସହିତ ତମର ସମ୍ପର୍କ ଗଢ଼ି ଉଠିବା ପୂର୍ବରୁ ତମକୁ ଏଇଠି ନଷ୍ଟ କରିଦେବି। ନା, ପଇସାକୁ ମହାପ୍ରସାଦ କରି ଖାଇବା ଏ ରାଜ କେବେ ପସନ୍ଦ କରେନି। ପ୍ରଥମେ ଖାଇବି ମୁଁ ଆମର ଏ ସୁନ୍ଦରିଆ ଦେହଟାକୁ ମୁଁ ଝିମ୍ଝିମ୍ କରି ଖାଇବି। ସମ୍ପର୍କ ଆମେ ପରା ତମ ଯାଇ ଟକା, ତମେ ଆମ ଆଡ଼େ ଭାଗି ପକା, ତମ ପାଇଁ ଆମେ ନୀତି ଦୌଡ଼ୁଛୁ ଶିବ ମନ୍ଦିର। 1 2 3 4 5 15 ତମ ବିଚାରଣ ଧନ ତମେ ଭାରି ସୁନ୍ଦର। କୋଉଠି ସମ୍ପର୍କ? ସମ୍ପର୍କ